ଉତ୍କଳ ସାମ୍ବାଦିକ ସଂଘ କଟକ ଜିଲ୍ଲା ସଭାପତି। ଆଜି ଆମେ ରାଜ୍ୟ ସଭାପତି ବିଭୂତି ମିଶ୍ରଙ୍କ ରିକ୍ୱେଷ୍ଟ କଲେ ଆଜି ଆମେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଆମେ ସ୍ମାରକପତ୍ର ପ୍ରଦାନ କଲୁ। ସ୍ମାରକପତ୍ର ଆମେ ଉଦ୍ଦେଶ୍ୟ କରିଛୁ ଯେ ଯୋଉ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯାଉଛି ରାଜ୍ୟ ସରକାର ପକ୍ଷରୁ ସାମ୍ବାଦିକ ମାନଙ୍କ ଉଦ୍ଦେଶ୍ୟରେ ତାକୁ 10 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଉ। ଏଥିସହିତ ଏହି ସ୍ୱାସ୍ଥ୍ୟ ବୀମାରେ ପରିବାରର ବାପା ମାଙ୍କୁ ମଧ୍ୟ ସାମିଲ କରାଯାଉ। ଏଥିସହିତ ଯୋଉ ଆୟୁଷ୍ମାନ କାର୍ଡରେ ଯାହାର ଅଛି ତାକୁ ବାଦ ଦିଆଯାଉ, ଯୋଉ ନିର୍ଦ୍ଦେଶନାମା ରହିଛି ତାକୁ ବାତିଲ କରାଯାଉ ଏବଂ ରାଜ୍ୟରେ ଖୁବ ଶୀଘ୍ର ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରାଯାଉ। ଏଗୁଡିକ ଦାବି ପ୍ରତି ଆସନ୍ତା ଯୋଉ ଖୁବ ଅଳ୍ପ ଦିନ ମଧ୍ୟରେ ସ୍ୱାସ୍ଥ୍ୟ ବୀମାର ନବୀକରଣ କରାଯିବ, ତା ପୂର୍ବରୁ ରାଜ୍ୟ ସରକାର ଏହି ଦାବି ପ୍ରତି ଦୃଷ୍ଟି ଦେବେ ଏବଂ ଏଗୁଡିକ ତୁରନ୍ତ କାର୍ଯ୍ୟକାରୀ କଲେ ରାଜ୍ୟରେ ଆମ ଜିଲ୍ଲାରେ ଯୋଉ 600ରୁ ଉର୍ଦ୍ଧ୍ୱ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମାରେ ଉପକୃତ ହେଉଛନ୍ତି ସେମାନେ ଆହୁରି ଉପକୃତ ହେଇପାରିବେ ଏବଂ ସେମାନଙ୍କ ପରିବାର ମଧ୍ୟ ସୁରକ୍ଷିତ ହୋଇପାରିବ। ଏଥିପାଇଁ ଆମେ ଆଜି କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଏହି ସ୍ମାରକପତ୍ରଟି ପ୍ରଦାନ କରୁ। ଆଜ୍ଞା ସାର୍, ଆଉ ଗୋଟିଏ ଦାବି ଥିଲା ଦାବି ବର୍ତ୍ତମାନ ନିକଟରେ ଆମର ପଡୋଶୀ ରାଜ୍ୟ ବିହାର ପକ୍ଷରୁ ତାର ସାମ୍ବାଦିକ ମାନଙ୍କୁ 15,000 ଟଙ୍କାର ଅବସରକାଳୀନ ପେନସନ ଘୋଷଣା କରାଯାଇଛି। ତେଣୁ ଆମେ ମଧ୍ୟ ଆମ ଏହି ଦାବି ମାଧ୍ୟମରେ ରାଜ୍ୟ ସରକାର ନିକଟରେ ଗୁହାରି କରୁଛୁ ଯେ ଆମ ରାଜ୍ୟରେ ମଧ୍ୟ ଏହି ପେନସନ ସୀମାକୁ ମିନିମମ୍ 10,000 ଟଙ୍କା କରାଯାଉ ସବୁ ଅବସରକାଳୀନ ସାମ୍ବାଦିକ ମାନଙ୍କ ନିମନ୍ତେ। ଏ ଦାବି ମଧ୍ୟ ଆମେ ଆମ ଆଜ୍ଞା।